ଚାଲ ବୁଲିଯିବା ମୁଣ୍ଡିଆ ହନୁମାନ। ନୟାଗଡ଼ ଜିଲ୍ଲା ହେଉଛି ପ୍ରକୃତିର ଗନ୍ତାଘର। ବହୁ ବ୍ୟକ୍ତି ଅଛନ୍ତି ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ନିଜ ଅଞ୍ଚଳର ବିକାଶ ପାଇଁ ସ୍ୱପ୍ନ ଦେଖନ୍ତି, ଆଉ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଜୀବନବ୍ୟାପୀ ସଂଗ୍ରାମ ଆରମ୍ଭ କରନ୍ତି। ପରେ ପରେ ବଦାନ୍ୟ ବ୍ୟକ୍ତି ବିଶେଷ ଏକାଠି ବସି ଯୋଜନା ପ୍ରସ୍ତୁତ କରନ୍ତି। ପରବର୍ତ୍ତୀ ସମୟରେ ସରକାରଙ୍କର ଦୃଷ୍ଟି ପଡ଼େ, ସେ କ୍ଷେତ୍ରର ବିକାଶ ଘଟେ। ହଜାର ହଜାର ଲୋକଙ୍କର ପାଦ ପଡ଼େ ସେହି କ୍ଷେତ୍ରକୁ। ଏଭଳି ଏକ କ୍ଷେତ୍ର ଅଛି ଆମ ରାଜ୍ୟର ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବିଧାନସଭା ଅଞ୍ଚଳରେ। ମୁଣ୍ଡିଆ ହନୁମାନ କ୍ଷେତ୍ର। ଏକ ଛୋଟ ପାହାଡ଼ ଉପରକୁ ଯିବାକୁ ପାହାଚ ଅଛି। ଗାଡ଼ି ମୋଟର ଯିବାକୁ ମଧ୍ୟ ଉପର ପର୍ଯ୍ୟନ୍ତ ପକ୍କା ରାସ୍ତା ବି ଅଛି। ଆସନ୍ତୁ ଦେଖିବା ସେହି କ୍ଷେତ୍ରର ବିଶେଷତ୍ୱ ଆମ ରୂପଥାଳିଆ ନ୍ୟୁଜ୍ ମାଧ୍ୟମରେ। ମୋ ନାଁ ଶ୍ରୀ ବୈକୁଣ୍ଠନାଥ ଗୋଛି। ମୁଁ ଏଇ ମଦ୍ରାଜପୁର ଗ୍ରାମର ପୂର୍ବତନ ସରପଞ୍ଚ। ଆଉ ଏଇଟା ମନ୍ଦିରର ପ୍ରତିଷ୍ଠାତା ମୋ ସ୍ତ୍ରୀ। ଆଉ ଏହା କହିବା କଥା ନୁହଁ, ଖାଲି କହିଦେଉଛି, ଆପଣ ଜାଣିବାକୁ ଚାହୁଁଛନ୍ତି। ଆଉ ଇଏ ହେଉଛି 3000 ବର୍ଷ ତଳର ମନ୍ଦିର। ନୀଳମାଧବଙ୍କୁ ସାମୟିକ ଏଇଠି କେବଳ ଗୋଟିଏ ହନୁମାନ ଥିଲେ। ଏଇଟା ମୁଣ୍ଡିଆ ଉପରେ ରହୁଥିବାରୁ ଆଙ୍କ ନାଁ ହେଇଛି ମୁଣ୍ଡିଆ ହନୁମାନ। ଆଉ ଏଇଠି ଆଉ ଅଛନ୍ତି କନକ ଦୁର୍ଗା। ଏଇଟା ମାଳିକା ବର୍ଣ୍ଣିତ ମନ୍ଦିର। ଆଉ ଏଇଟା ଏବେ ଗଭର୍ଣ୍ଣମେଣ୍ଟ ଟୁରିଜିମ୍ ନେଇଗଲାଣି। ତେଣୁ ଆମେ ସରକାରଙ୍କ ଉପରେ ବହୁତ ଖୁସି। ଆମର MLA ଦୁଷ୍ମନ୍ତ କୁମାର ସ୍ୱାଇଁ ଏ ବର୍ଷ ଆମକୁ ଏଇଟା ଟୁରିଜିମ୍ କରିଦେଇଛନ୍ତି। ତେଣୁ ଆମେ ମୋହନ ଚରଣ ମାଝୀ ଏବଂ ଦୁଷ୍ମନ୍ତ ସ୍ୱାଇଁଙ୍କ ପାଖରେ ଆଭାରୀ। ଆମେ ଚାହୁଁଛୁ ଏହାର ଏଇ ଯେଉଁ ପରିକଳ୍ପନା ହେଇଛି, ଏଇଟା 10 ଏକର ପରିମିତ ଜାଗା ଭିତରେ ଅଛି। 108ଟି ମନ୍ଦିର ଏଇଠି ଅଛି। ଏଇଠି ସବୁ ପ୍ରକାର ମହାପୁରୁ ଅଛନ୍ତି। ଆଉ କାରୁକାର୍ଯ୍ୟରେ ଭରପୁର ହେଇଛି। ପାର୍କ ଅଛି, ପାଣି, ୱାଟର ସପ୍ଲାଇ, ଇଲେକ୍ଟ୍ରିସିଟି ସରକାର ଦେଇଛନ୍ତି। ଆମେ ଚାହୁଁଛୁ ଏଇଠି ଆଉ ଗୋଟେ ପାନ୍ଥ ନିବାସ ହଉ। ଆମର ସ୍କୁଲର ଗେଟ୍, ଏଇ ଯେଉଁ ସ୍କୁଲ ପାଖରେ ଯେଉଁଠି ଏଣ୍ଟ୍ରାନ୍ସ ହେଉଛି, ଏଇଠି ଗୋଟେ ଗେଟ୍ଟେ ହଉ, ତୋରଣ ଗୋଟେ ହଉ। ତୋରଣ ଗୋଟେ ହେଲେ ଲୋକମାନେ ଜାଣିପାରିବେ, ଜାଣିପାରୁନାହାନ୍ତି। ଆଉ ଏଇଟା ଏମିତି ଗୋଟେ ଜାଗାରେ ଅଛି, ଆପଣ ରାମ ମନ୍ଦିର, ନୀଳମାଧବ ଏଇଟାକୁ ଦେଇକିରି ଆପଣ ଲଡ଼ୁବାବା, ଲୋକନାଥ ଯାଇପାରିବେ। ତେଣୁ କମ୍ୟୁନିକେସନ ସବୁ ସୁବିଧା ଅଛି। ଆଉ ସବୁ ଆମର ଠିକ୍ ଅଛି। ଥିଲେ କିନ୍ତୁ ସିଏ ତାଙ୍କ ନାଁ ଶାନ୍ତିପ୍ରିୟା ଗୁଛି। ସିଏ ଗୋଟେ ହାଇସ୍କୁଲଟେ ବି କରିଛନ୍ତି। ଶାନ୍ତିପ୍ରିୟା ଜଣେ ବଦାନ୍ୟ ବ୍ୟକ୍ତି ସିଏ କରିଛନ୍ତି ହାଇସ୍କୁଲ ଆଉ ଏଇ ମନ୍ଦିର। ସଂସ୍କୃତି ପ୍ରେମୀ ଏବଂ ଶିକ୍ଷା ପ୍ରେମୀ। ଆଜ୍ଞା, ସେ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦ ତାଙ୍କର ସେ ଥିଲାବେଳେ ତାଙ୍କୁ ସେ ଝିଅ କରିଛନ୍ତି। ସିଏ କହିଥିଲେ ଯାଇ ଗାଁରେ ଲୋକ ସେବା କର। ତେଣୁ ଗାଁରେ କେମିତି ଲୋକଙ୍କର ଶିକ୍ଷାଗତ ଏବଂ ଇଏ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳ ହେବ, ଏଇ ଦୁଇଟା କରିଛନ୍ତି।